ଯେପର୍ଯ୍ୟନ୍ତ ନବୀନ ସରକାର ଅଛନ୍ତି ନବୀନ ସରକାର ଛଡ଼ା କେହି ଆସିବାର ନାହିଁ ବିଜେଡ଼ି ଆସିବ। ସିଏ ଆଜି ଦୀର୍ଘ ଦିନ ଧରିକି ମୋତେ ଚାଲିବା ବାଟ ଶିଖେଇଛି। ସିଏ ଆସି ପହଞ୍ଚିବ ମୁଁ ଡବଲ ଇଞ୍ଜିନ୍ ଦେଇଦେବି। ଡବଲ ଇଞ୍ଜିନ୍ ଦେଇକି କ'ଣଟା ଡବଲ ଇଞ୍ଜିନ୍ ଦେଇଛି? ଗ୍ୟାସ୍ ଆଜି 200-300 ଟଙ୍କାକୁ ଗ୍ୟାସ୍ ଆଜି 1000 ଟଙ୍କା 1200 ଟଙ୍କା ହେଇଯାଇଥିଲା। ସେ ବିଜେପି କହିବାରୁ କ'ଣ ଅଛି? ବିଜେପି କହିବାରୁ କାର୍ଯ୍ୟ କରିବାରୁ ସେ ତଫାତ୍। ଦରମାଟା ଯେଉଁ ବିଧାୟକଙ୍କର ବଢ଼ିଯାଇଛି ସେ ବିଜେପିରେ ହଉ ବିଜେଡ଼ିରେ ହଉ କି କଂଗ୍ରେସରେ ହଉ ଯିଏ ହେଲେ ମୋ ପରିବାରର ବିଧାୟକ ହେଇଗଲେ 3 ଲକ୍ଷ ଟଙ୍କା ମୋ ଘରେ ପଶିବ। ପାୱାର ପାଇବା ପାଇଁ ସମସ୍ତେ ଉପରକୁ ଟେକିବାକୁ ଚେଷ୍ଟା କରନ୍ତି, ସମସ୍ତେ ଚାହାନ୍ତି ଆସିବା ପାଇଁ। ସେଟା ଲୋକ ଉପରେ ନିର୍ଭର, କାହିଁକିନା ଲୋକ ଯେଉଁଠି ସ୍ୱାର୍ଥ ପାଇଛନ୍ତି ଭଲ ମନ୍ଦ ଦେଖିଛନ୍ତି ସେଟାକୁ ଲୋକ ସବୁବେଳେ ପାଇଁ ଅପେକ୍ଷା କରିବେ। ଆଗକୁ ସେ କାମ କରିବେ କାହିଁକି? ତାଙ୍କ ବାପା ଏବେ ସୁର ରାଉତରାୟ ସିଏ ବି ଚାହୁଁଛନ୍ତି ବି ପାର୍ଟି ହେଇକି ସେ ଦୀର୍ଘ ଦିନ ହେଲା କଂଗ୍ରେସରେ ରହିକି ବି ସେ କଂଗ୍ରେସର ଉନ୍ନତି ଚାହୁଁଛନ୍ତି, କିନ୍ତୁ ଭୁବନେଶ୍ୱର ପାଇଁ ପୁଅ ପାଇଁ ମୁଁ ପ୍ରଚାର କରିବି। ଦରମାଟା ଯେଉଁ ବିଧାୟକଙ୍କର ବଢ଼ିଯାଇଛି ସେ ବିଜେପିରେ ହଉ ବିଜେଡ଼ିରେ ହଉ କି କଂଗ୍ରେସରେ ହଉ ଯିଏ ହେଲେ ମୋ ପରିବାରର ବିଧାୟକ ହେଇଗଲେ 3 ଲକ୍ଷ ଟଙ୍କା ମୋ ଘରେ ପଶିବ। ଏଇ ହେଲା ମେନ୍ କାରଣ। ସେ ବିଜେପି କହିବାରୁ କ'ଣ ଅଛି? ବିଜେପି କହିବାରୁ କାର୍ଯ୍ୟ କରିବାରୁ ସେ ତଫାତ୍। ଯିଏ ଆଜି ଦୀର୍ଘ ଦିନ ଧରିକି ମୋତେ ଚାଲିବା ବାଟ ଶିଖେଇଛି ସିଏ ଆସି ପହଞ୍ଚିବ ମୁଁ ଡବଲ ଇଞ୍ଜିନ୍ ଦେଇଦେବି। ଡବଲ ଇଞ୍ଜିନ୍ ଦେଇକି କ'ଣଟା ଡବଲ ଇଞ୍ଜିନ୍ ଦେଇଛି? ଗ୍ୟାସ୍ ଆଜି 200-300 ଟଙ୍କାକୁ ଗ୍ୟାସ୍ ଆଜି 1000 ଟଙ୍କା 1200 ଟଙ୍କା ହେଇଯାଇଥିଲା। ଏଇ ଯେଉଁ ଯୁଦ୍ଧ ଭଲ ଚାଲିଛି ୟା ପରେ କ'ଣ ରେଟ୍ ହେବ ତ କହିପାରିବନି। ଇଲେକ୍ସନ୍ ପରଦିନ ଚାଉଳ କିଲୋ 60-70 ଏପଟେ ରହିବ ନାହିଁ। ତ ଏଇଟା କ'ଣ ଜନସାଧାରଣଙ୍କୁ ଲୁଟିବାର ଗୋଟେ ପ୍ରୟାସ? ହେଲେ ଆୟ ନଥିଲେ ବୟ କେଉଁଠି କରିବ? ଆୟ ତ ଇଆଡ଼େ ନାହିଁ, ଯାହା ଆୟ ହେଲା ବେଳକୁ ସିଆଡ଼େ ଯେଉଁ ଖପାଡ଼ିକି ଆୟଟା ମାନେ ଅଧିକ ଇଏ କରୁଛି। ମୋର 50 ଟଙ୍କା ରୋଜଗାର ଅଛି, ମୁଁ ତା ଦେହରେ 60 ଟଙ୍କାରୁ ଖର୍ଚ୍ଚ କରିବି, ସେଇଟା କେଉଁଠି ଆସିବ? ନବୀନ ପଟ୍ଟନାୟକ ଲୋକଙ୍କୁ ଆଗକୁ ନେଇଛି। ଆଜି ସ୍ୱୟଂସହାୟକ ଗୋଷ୍ଠୀ ହେଲା, ଆମର କଳାକାର ଭତ୍ତା କରିଛନ୍ତି। ସେମାନେ ଏପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର 3000 ଟଙ୍କା ଲେଖା ଆମର ବାର୍ଦ୍ଧକ୍ୟ ଭତ୍ତା ଏଠି 500 ଟଙ୍କା 700 ଟଙ୍କାରେ ରହିଥିଲା, ତାକୁ ବି ବଢ଼େଇକି 1000 ଟଙ୍କା କରିକି 1500 ଟଙ୍କା ଭିତରେ ରହିଛି। ତାମାନେ ନବୀନ ସରକାର କରିଛନ୍ତି ସବୁ। ନବୀନ ସରକାର ବହୁତ କିଛି କରିଛି। ତାପରେ ଏଇ ରାସ୍ତାଘାଟ ଯେଉଁଠି ଦେଖୁଛେ ଚାରିଆଡ଼େ କ୍ୟାମେରା ପକେଇକି ଏ ଜିନିଷ ବି ସେତେବେଳେ ହେଇନଥିଲା। ମାନେ ଏସବୁ ଚଳିତ ବର୍ଷ ପୁଣି ନବୀନ ସରକାର ଆସିବେ। ଚଳିତ ବର୍ଷ ଫେର ଆସିବ। ଦେଶ ବିଦେଶର କୋଣ ଅନୁକୋଣର ଟିକନିକ ଖବର ଦେଖନ୍ତୁ ଆମ ସହ ୟୁଟ୍ୟୁବ, ଫେସବୁକ୍ ଆଉ ଇନଷ୍ଟାଗ୍ରାମ ରେ ଆମକୁ ଦେଖନ୍ତୁ। ଲାଇକ୍, ସେୟାର ଓ ସବସ୍କ୍ରାଇब କରିବାକୁ ଆଦ୍ୟ ଭୁଲନ୍ତୁନି।